এটা গোটে তা মুই জস্ট বর্তমান খোলা নারায়ণ যাଉଥିଲି মোর ঘরকে তা মুই ବାଟରେ ଦେଖବାକ ପାନି ଜଣେ ସ୍ପଟ ଡେଥ୍ ହେଇଯାଇଛନ୍ ବାଟରେ ଅଟକି ଗଲି ତା ଏଟା ଗୋଟେ କେନ୍ତା ଗୋଟେ ଘଟଣା ବୋଲି ଟିକେ ଦେଖବାକ କଲି ଯେ ଜଣେ ମୃତ୍ୟୁବରଣ କରିସାରିଛନ୍ ତ ମୁଇଁ ପଚରାବାକ ଚାହିଁଲି ଯେ ସମସ୍ତେ କହିଲେ ଯେ ଜଣେ ମରି ସାରିଲାଣି ଜାଗାରେ ତ ଆମେ ଏଟା କିଏ ମରଲା ବୋଲି ପଚରାଲା ପରେ ଜଣେ ବାଇକ ବାଲା ଖୋର୍ଦ୍ଧାର ଜଣେ ତାଙ୍କୁ ଅନ୍ ଦି ସ୍ପଟ ଡେଥ୍ କରିକିରି ସେ ମରି ଯାଇଛନ୍ ତ ଆମେ ବର୍ତ୍ତମାନ ସମସ୍ତେ ଗାଁବାସୀ ଆମର ପଡ଼ାବାସୀ ଆମର ପଞ୍ଚାୟତବାସୀ ଖୋଲାଣବାସୀ ସମସ୍ତେ ମିଶିକରି ଗୋଟେ ରାସ୍ତା ରୋକ କରିଛୁ ଯେ ଯେନ୍ ମୃତ ବ୍ୟକ୍ତି ଜଣକୁ ତାଙ୍କୁ ଉଚିତ ପଦକ୍ଷେପ ନିଆଯାଉ କ୍ଷତିପୂରଣ ଦିଆଯାଉ ଆମର ଦାବି ଅଲଗା କିଛି ନୁହଁ ତା ଲୁଚନ ମାଝୀ ବୋଲିକିରି ଆମ ଜୁନାପଡାର ଯିଏ ଅଛନ୍ ଆମ ଅଞ୍ଜାତି ହେଲେ ବି ସେ ଆମ ନିଜର ଭାଇ ହେ ଆମେ ତାଙ୍କୁ କ୍ଷତିପୂରଣ ଦାବି କରୁଛୁ ତା ଯେନ୍ତା କି ଜଣେ ମରିଗଲେ କଳାହାଣ୍ଡିରେ ତାଙ୍କୁ 4 ଲକ୍ଷ ଟଙ୍କା ଦିଆଗଲା ଲେଟ୍ରିନ୍ କାର୍ଡରେ ମରି 4 ଲକ୍ଷ ଦିଆଗଲା ଏ ଉପରାକେ ଟଙ୍କା 10 ରୁ 12 ଲକ୍ଷ ଦିଆଯାଉ ଆମେ ରାଜ୍ୟ ସରକାର ଅନୁରୋଧ କରୁଛୁ ସେ ମୋହନ ମାଝୀ ସେ ସରକାର ଡବଲ ଇଞ୍ଜିନ ସରକାର ଅନୁରୋଧ କରୁଛନ୍ତି ତାଙ୍କୁ 12 ଲକ୍ଷ ସହାୟତା ପ୍ରଦାନ କରାଯାଉ ତାପରେ ଆମେ ଖୁସି ଆମୁ ଆପଣ ତାର ଆଗରୁ আসবার ଆଗରୁ ନିଶ୍ଚୟ ଆପଣମାନେ ଦେଖିପାରୁଥିବେ ଏ ଗୋଟେ ନିରୀହ ଲୋକ ଲୁଚନ ମାଝୀ ନାରାୟଣ ପଞ୍ଚାୟତ ତାଙ୍କର ଗୋଟେ ଜୁନାପଡ଼ା ବୋଲିକରି ଅଛେ ଆଉ ଅତି ନିରୀହ ସରଳ ଜାତି ସେ ମେଡ଼ିକାଲ କାମରେ ଯାଇଥିଲେ ଆଉ ସାଇକେଲରେ ଆସୁଥିଲେ ଆଉ ଗୋଟେ ଟୁ ହ୍ୱିଲର ପିଟିଥିଲେ ଟୁ ହ୍ୱିଲର ପିଟବାର ତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆଜି ଯେନ୍ମାନେ ଯାତାୟାତ ଟୁ ହ୍ୱିଲର ଯାନବାହନରେ କରୁଛନ୍ ସେମାନେ ଗୋଟେ ମଣିଷ ନୁହେଁ ଦୁଇଟା ମଣିଷ ହେଇକିରି ସେମାନେ ଚାଲୁଛନ୍ ତ କେତେବେଳେ ତାଙ୍କର ସେଫ୍ଟି କଣ୍ଟ୍ରୋଲ ପାୱାର ତାର ঊର୍ଦ୍ଧ୍ୱରେ ସେମାନେ ଯାଉଛନ୍ ତେଣୁକରି ସରକାରକେ ଆମେ ଆପଣମାନଙ୍କର ମାଧ୍ୟମରେ ଜଣେଇ ଦେଉଛୁ କି ଯେନ୍ ବେଆଇନ କଣ୍ଟ୍ରୋଲଟା ବ୍ୟାପି ଚାଲିଛେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ଏବଂ ଓଡ଼ିଶା ନିଗମରୁ ଯାହା ଯାହା ଇ ଲୁଚନ ମାଝୀ ପ୍ରତି ଓଡ଼ିଶା ନିଗମରୁ ଯାହା ଯାହା ସହାୟତା ପାଇବାର କଥା ଏବଂ ଉପଜିଲ୍ଲାପାଳ ଟିଟଲାଗଡ଼ ମାଜିଷ୍ଟ୍ରେଟ୍ ଅଧୀନରେ ଯେନ୍ ରେଡ୍ କ୍ରସ୍ରୁ ପାଇବାର କଥା এবং লোকাল এমএলএ যাহা যাহা আর্থিক সহায়তা করবার কথা সে দাবিটা তুরন্ত এবে গোটে মাজিস্ট্রেট মাধ্যমে গোটে তুরন্ত প্রতিশ্রুতি দিয়া যাও তাপরে জনসাধারণଙ୍କର যেন গোটে রাস্তা রোক হয়েছে অবরোধ করিছন নাই হলে আকু বাধ্য হেবে মানে জোর দাবি করবার লাগি সরকারর প্রশাসনর এগনেস্টে যাবার লাগি।